You are watching Zero Students. Welcome to my channel. ଆଜିର ଟପିକ୍ ହେଉଛି ସନେଟ୍ 29 by Shakespeare when in decrease with fortune. ଫାଷ୍ଟ ଆମେ ଟପିକ୍ ବିଷୟରେ କିଛି ଜାଣିବା, ତାପରେ ପୋଏମ୍କୁ ଲାଇନ୍ ୱାଇଜ୍ ମୁଁ ବୁଝେଇଦେବି। ତ ଟପିକ୍ରେ ଏଥିରେ କୁହାଯାଇଛି କି ସେକ୍ସପିୟର ନିଜର ତୁଳନା ନିଜଠୁ ଅଧିକ ସୁନ୍ଦର ପଇସା ବାଲା ସକ୍ସେସ୍ ଯାହା ପାଖରେ କିଛି ସ୍କିଲ୍ ଅଛି ଯେ ପପୁଲାର ସେମାନଙ୍କ ସହ ନିଜକୁ କମ୍ପେୟାର କରିଛନ୍ତି ଆଣ୍ଡ ନିଜକୁ ନିନ୍ଦିକି କହିଛନ୍ତି ମୋ ପାଖରେ କ'ଣ ପାଇଁ ଏସବୁ ପଇସା ନାହିଁ, କିଛି ସ୍କିଲ୍ ନାହିଁ, ମୁଁ ପପୁଲାର କ'ଣ ପାଇଁ ନୁହଁ, ତ ମୁଁ ଏତେ ସୁନ୍ଦର କ'ଣ ପାଇଁ ନୁହଁ, ଏମିତି। ତ ଏଥିପାଇଁ ସିଏ ବି ମଧ୍ୟ ଏଠି ସ୍ୱୀକାର ବି କରିଛନ୍ତି କି ଆମ ନିଜ ସେଲ୍ଫର ୱେଲ୍ଥଟା ଅଲଗା ଲୋକଙ୍କ ଦ୍ୱାରା ଆମକୁ ଜଣାପଡ଼େ। ତ ବେଳେବେଳେ ନିଜର ଭ୍ୟାଲୁ ନା ସେମାନଙ୍କ ଦ୍ୱାରା ହିଁ ଆମକୁ ଜଣା ପଡ଼ିଥାଏ, କାହିଁକିନା ଆମେ ସବୁବେଳେ କ'ଣ କରନ୍ତି ଅନ୍ୟମାନଙ୍କ ସହ ନିଜକୁ କମ୍ପେୟାର କରନ୍ତି। ପ୍ରାୟତଃ ମାଇଣ୍ଡରେ ଥାଏ କି ନା ଆମେ ନିଜକୁ କାହା ସହ କମ୍ପେୟାର କରିବାନି, ବଟ୍ ବେଳେବେଳେ ହେଇଯାଏ ଏମିତି ମାଇଣ୍ଡ କି ନିଜକୁ ଅନ୍ୟମାନଙ୍କ ସହ ଆମେ କମ୍ପେୟାର କରିଦିଅନ୍ତି, ତାପରେ ଆମର କମିଆଟା ଆମକୁ ଦେଖାଯାଏ। ବୋଧେ ସେକ୍ସପିୟର ସେ ଟାଇମ୍ରେ କୌଣସି ବିଜନେସ୍ ପ୍ରୋବ୍ଲେମ୍ ହେଉ କି ପର୍ସନାଲ୍ ପ୍ରୋବ୍ଲେମ୍ ଦେଇ ଗତି କରୁଥିଲେ, ଯେହେତୁ ସେ ଜଣେ ପଏଟ୍ ନିଜର ଲଭ୍ ହେଉ ନିଜ ଫିଲିଙ୍ଗସ୍ ସବୁ ଲେଖିଦିଅନ୍ତି, ସେମିତି ନିଜ ପ୍ରୋବ୍ଲେମ୍ ବି ଯେତେବେଳେ ସେ ଫେସ୍ କରିଛନ୍ତି ତାକୁ ବି ଗୋଟେ ପଏମ୍ ହିସାବରେ ସେ ଏଠି ଲେଖିଦେଇଛନ୍ତି। କେବଳ ଏଠି ପ୍ରୋବ୍ଲେମ୍ ନୁହଁ, ପ୍ରୋବ୍ଲେମ୍ କେଉଁଥିରୁ ଆସୁଛି ତା ସୋର୍ସେସ୍ କ'ଣ ସେସବୁ ବି ଏଠି କହିଛନ୍ତି। ଲେଟ୍ସ ଷ୍ଟାର୍ଟ ଦ ପଏମ୍। ପଏମ୍ ଷ୍ଟାର୍ଟରୁ ପଏଟ୍ କ'ଣ କହିଛନ୍ତି, ୱେନ୍ ଇନ୍ ଡିକ୍ରିଜ୍ ୱିଥ୍ ଫର୍ଚୁନ୍ ଆଣ୍ଡ ମେନ୍ସ ଆଇଜ୍, ଯେତେବେଳେ ମୁଁ ନିରାଶ ହୁଏ, ନିରାଶ ଏଥିପାଇଁ ହୁଏ କି ନା ମୋ ପାଖରେ ଲୋକଙ୍କ ପରି ସମ୍ପତ୍ତି ଅଛି, ନା ଲୋକମାନଙ୍କ ନଜରରେ ମୋର ଇଜ୍ଜତ ଅଛି, ମୁଁ ଏତେ ତଳ ଅଛି ଯେ ଲୋକମାନେ ମୋର ଇଜ୍ଜତ ବି କରୁନାହାନ୍ତି। ଆଇ ଅଲ୍ ଏଲୋନ୍ ବିବିପ୍ ମାଇ ଆଉଟକାଷ୍ଟ ଷ୍ଟେଟ୍, ମୁଁ ଏକୁଟିଆ ବସିକି କାନ୍ଦେ, ଏଥିପାଇଁ କାନ୍ଦେ କି ମୁଁ ଆଉଟକାଷ୍ଟ ମାନେ ହେଉଛି ନିର୍ବାସିତ କରିଦେଇଥିବା, ମୋତେ ବାହାର କରିଦେଇଥିବା ମୁଁ ଲୋକ ଅଟେ, ମାନେ ଲୋକମାନଙ୍କ ଦ୍ୱାରା ସେ ନିର୍ବାସିତ ହେଇଯାଇଛନ୍ତି। ଏଣ୍ଡ ଟ୍ରବୁଲ୍ ଡେପ୍ଟ ହେଭେନ୍ ୱିଥ୍ ମାଇ ବୁଟଲେସ୍ କ୍ରାଇଜ୍, ବୁଟଲେସ୍ର ମାନେ ହେଉଛି ୟୁଜଲେସ୍, ଆଉ ମୋର ଯେଉଁ ବେକାର କାନ୍ଦିବାରେ ଭଗବାନ ବି ବିରକ୍ତି ହେଇଗଲେଣି, ସେ ବଧିର ହେଇଗଲେଣି, ସିଏ ଆଉ ମୋର ଏ କାନ୍ଦ ଶୁଣିପାରୁନାହାନ୍ତି। ଆମେ ବେଳେବେଳେ ରାଗିଲେ କୁହନ୍ତି ନାହିଁ ପ୍ରଭୁ ମୋ କାନ୍ଦ କ'ଣ ଆପଣଙ୍କୁ ଦେଖାଯାଉନି, ସେମିତି ପଏଟ୍ ବି ଭଗବାନଙ୍କୁ ଏଠି କହିଛନ୍ତି କି ମୁଁ ଏମିତି କାନ୍ଦିଲି କି ଭଗବାନ ବି ବଧିର ହେଇଗଲେଣି, ସେ ମୋ କାନ୍ଦ ଆଉ ଶୁଣିପାରୁନାହାନ୍ତି। ଏଣ୍ଡ ଲୁକ୍ ଓପନ୍ ମାଇ ସେଲ୍ଫ ଏଣ୍ଡ କର୍ସ ମାଇ ଫିଟ୍, ଏଣ୍ଡ ମୁଁ ମୋ ଭାଗ୍ୟକୁ ଦେଖେ ଆଉ ଭାଗ୍ୟକୁ କୁଷେ ଆଉ ନିନ୍ଦେ। କ'ଣ ପାଇଁ ନିନ୍ଦେ? ୱିସିଂ ମି ଲାଇକ୍ ଟୁ ୱାନ୍ ମୋର୍ ରିଚ୍ ଇନ୍ ହୋପ୍, ମୋର ଇଚ୍ଛା ଅଛି, ମହଙ୍ଗା ବିଶ୍ୱାସ ବି ଅଛି କି କେଉଁ ଗୋଟେ ଲୋକ ଭଳି ପିକ୍ଚର୍ଡ ଲାଇକ୍ ହିମ୍, ଗୁଡ୍ ପିକ୍ଚର୍ଡ ମାନେ ହେଉଛି ଗୁଡ୍ ଲୁକ୍, ସୁନ୍ଦରତା, ଗୋଟେ ଲୋକ ଭଳି ମୋର ସୁନ୍ଦରତା ନଥାନ୍ତା। ଲାଇକ୍ ହିମ୍ ୱିଥ୍ ଫ୍ରେଣ୍ଡସ୍ ପୋଜେସ୍ଡ, କେଉଁ ଗୋଟେ ଲୋକ ଭଳି ମୋର ବି ଫ୍ରେଣ୍ଡ ଥାନ୍ତେ, ବହୁତ ସାଙ୍ଗସାଥି ଥାନ୍ତେ। ଡିଜାରିଂ ଦିସ୍ ମେନ୍ସ ଆର୍ଟ ଏଣ୍ଡ ଦ୍ୟାଟ୍ ମେନ୍ସ ସ୍କୋପ୍, ସେ ଲୋକ ଭଳି ମୋର କିଛି ପ୍ରତିଭା କିଛି ସ୍କିଲ୍ ଥାନ୍ତା, ଏଣ୍ଡ ସେ ଲୋକ ଭଳି ମୋତେ ଅବସର ଆଉ ଅପରଚ୍ୟୁନିଟି ବି ମିଳିଥାନ୍ତା। ୱିଥ୍ ହ୍ୱାଟ୍ ଆଇ ମୋଷ୍ଟ ଏନ୍ଜୟ କଣ୍ଟେଷ୍ଟେଡ୍ ଲିଷ୍ଟ, ଆଉ ଏସବୁ ପାଇଁ ହିଁ ମୁଁ ନିଜକୁ ସାଟିସ୍ଫାଏଡ୍ କରିପାରୁନି, କାହିଁକିନା ମୋ ପାଖରେ ଏସବୁ ନାହିଁ, ମୁଁ ଏସବୁ ଚାହୁଁଛି ମୋ ପାଖରେ ନାହିଁ, ସେଥିପାଇଁ ମୁଁ ସାଟିସ୍ଫାଏଡ୍ ନାହିଁ। ୟେଟ୍ ଇନ୍ ଦିଜ୍ ଥଟ୍ସ ମାଇସେଲ୍ଫ ଅଲମୋଷ୍ଟ ଡିସ୍ପାଇଜିଂ, ଯେବେ ଯେବେ ମୁଁ ଏସବୁକୁ ଭାବେ, ମାନେ ମୋ ପାଖରେ ଏସବୁ କିଛି ନାହିଁ ବୋଲି ମୁଁ ଭାବେ, ତ ନିଜକୁ ଅଧିକରୁ ଆହୁରି ଅଧିକ ଘୃଣା କରିବାକୁ ଲାଗେ। ହାପିଲି ଆଇ ଥିଙ୍କ ଅନ୍ ଦି, ହଠାତ୍ ମୁଁ ତୁମ ବିଷୟରେ ଭାବେ, ଏଣ୍ଡ ଦେନ୍ ମାଇ ଷ୍ଟେଟ୍, ଆଉ ତାପରେ ମୋ ମାଇଣ୍ଡ ବା ମୋ ଦିମାଗ ଲାଇକ୍ ଟୁ ଦ ଲାର୍କ, ଗୋଟେ ଲାର୍କ ଭଳି ହେଇଯାଏ। ଲାର୍କ ହେଉଛି ଗୋଟେ ଚଢ଼େଇ। ଇଟ୍ ବ୍ରିକ୍ ଅଫ୍ ଡେ ଏରାଇଜିଂ, ଯେଉଁ ଚଢ଼େଇକି ସକାଳୁ ହେଲେ ହିଁ ଉଡ଼ିଯାଏ। ଫ୍ରମ୍ ସଲନ୍ ଆର୍ଥ, ପୃଥିବୀକୁ ପଛରେ ଛାଡ଼ିକି, ମାନେ ପୃଥିବୀଠୁ ଦୂରକୁ ପୃଥିବୀକୁ ଛାଡ଼ିକି, ସିଙ୍ଗସ୍ ହିମ୍ସ ଏଟ୍ ହେଭେନ୍ସ ଗେଟ୍, ସ୍ୱର୍ଗର ଭଗବାନଙ୍କ ପାଇଁ ଭଜନ ଗାଇବା ପାଇଁ ସେ ଯେମିତି ଉଡ଼ିଯାଏ। ଫର୍ ଦ ସୁଇଟ୍ ଲଭ୍ ରିମେମ୍ବର୍ଡ ସଚ୍ ୱେଲ୍ଥ ବ୍ରିଙ୍ଗସ୍, ଆଉ ତାପରେ ମୁଁ ତୁମର ଯେଉଁ ସୁଇଟ୍ ଲଭ୍ ବିଷୟରେ ଭାବେ ଆଉ ନିଜକୁ ଧନୀ ବା ୱେଲ୍ଦି ଫିଲ୍ କରେ। ଦ୍ୟାଟ୍ ଦେନ୍ ଆଇ କ୍ରୋନ୍ ଟୁ ଚେଞ୍ଜ ମାଇ ଷ୍ଟେଟ୍ ୱିଥ୍ କିଙ୍ଗସ୍, ଆଉ ଏମିତି ୱେଲ୍ଥ ଆସିଯାଏ କି ଯଦି କେହି ରାଜା ଆସି ତା ରାଜଗାଦି ତା ରାଜ୍ୟ ମୋତେ ବି ଦେଇଦେବ ନା, ତ ମୁଁ ମନା କରିଦେବି, ଏମିତି ଶକ୍ତି ମୋ ପାଖକୁ ଆସିଯାଏ। ଏଇଟା ଥିଲା ସନେଟ୍ 29 ସେକ୍ସପିୟରଙ୍କର। ତ ଆଶା କରୁଛି ବୁଝିପାରୁଥିବ। ତ ବେସିକଲି ଆମେ କ'ଣ ବୁଝିଲେ ଏଥିରେ କି
ଯେତେବେଳେ ସେକ୍ସପିୟର ନିଜେ ପ୍ରୋବ୍ଲେମ୍ ଫେସ୍ କଲେ କି ମାଇଣ୍ଡରେ ଅନ୍ୟ ଲୋକମାନଙ୍କ ସହ ନିଜକୁ କମ୍ପେୟାର କରିବାକୁ ଷ୍ଟାର୍ଟ କଲେ, ସେମାନଙ୍କ ସମ୍ପତ୍ତି ହଉ, ସେମାନଙ୍କ ସ୍କିଲ୍ ହଉ, ସେମାନଙ୍କର ପପୁଲାରିଟି ହଉ, ଏଣ୍ଡ ସାଧାରଣତଃ ଗୋଟେ ଚଢ଼େଇଟେ ବି ପୃଥିବୀକୁ ଆକାଶକୁ ଉଡ଼ିଗଲେ ତାକୁ ଦେଖି ବି ହଉ ନିଜକୁ କମ୍ପେୟାର କରିକି ନିଜର ଭ୍ୟାଲ୍ୟୁ ନିଜକୁ ଆଗରେ କମଉଥିଲେ। ଏଣ୍ଡ ଯେତେବେଳେ ସେ ନିଜ ଭ୍ୟାଲ୍ୟୁ ନିଜେ ବୁଝିପାରିଲେ, ତ ଯେଉଁ କହିଲି ସୁଇଟ୍ ଲଭ୍ ରିମେମ୍ବର ତାଙ୍କର ହେଲା, ନିଜ ପ୍ରତି ଭଲ ପାଇବା ନିଜେ ଯେତେବେଳେ ଜାଣିପାରିଲେ, ତ ନିଜେ କେତେ ବଡ଼ ଧନୀ ଜାଣିପାରିଲେ କି ମୋ ପାଖରେ ଯେଉଁ ସ୍କିଲ୍ ଅଛି, ଯେତିକି ବି ମୋ ପାଖରେ ଅଛି ସେତିକି ବହୁତ ବଡ଼, ଏତେ ବଡ଼ ଯେ ସେ ଫିଲ୍ କଲେ କି ଯଦି କୌଣସି ରାଜା ନିଜ ରାଜ୍ୟ ବି ଦେଇଦେବ, ତାଠୁ ବି ଅଧିକ ସମ୍ପତ୍ତି, ଅଧିକ ୱେଲ୍ଦି ହେଉଛି ମୋର ଏଇ ଫିଲ୍ଡଟା, ମୋ ନିଜ ସମ୍ପତ୍ତି ଯାହା ବି ମୋ ପାଖରେ ଅଛି ସେଟା ସବୁଠୁ ଅଧିକ ବଡ଼। ଆଉ ଏଇଟା ଫିଲ୍ କରିବା ନିହାତି ଆବଶ୍ୟକ, କାହା ସହିତ ନିଜକୁ କମ୍ପେୟାର କରିବା କଥା ନୁହଁ। ଏଇଟା ସେ ବୁଝେଇଛନ୍ତି ଏଇ ସନେଟରେ। ଥ୍ୟାଙ୍କ ୟୁ ସୋ ମଚ୍। Visit again, Zero Students, and subscribe for more videos.